ବନ୍ଧୁଗଣ, ଆମ ପ୍ରାଚୀନ ଗ୍ରନ୍ଥରେ ଆରମ୍ଭରେ ଏହି ବ୍ରହ୍ମାଣ୍ଡ ଖାଲି ଥିଲା। ସବୁଆଡ଼େ କେବଳ ଅନ୍ଧକାର ଥିଲା। ଏହାପରେ ଗୋଟିଏ ବଡ଼ ଶିବଲିଙ୍ଗ ପ୍ରକଟ ହେଲା, ଯାହାଦ୍ୱାରା ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉର୍ଜାରେ ଭରିଗଲା। ଏହାପରେ ଏହି ବ୍ରହ୍ମାଣ୍ଡରେ ଅନେକ ପଦାର୍ଥର ନିର୍ମାଣ ହେଲା, ଯେଉଁଥିରେ ଜଳ, ଅଗ୍ନି, ବାୟୁ ଆଦି ସୃଷ୍ଟି ହେଲା। ତେବେ ଏହିସବୁ ଜିନିଷରେ ବିଶ୍ୱାସ ଅଛି କି ଭଗବାନ ଶିବ ଶମ୍ଭୁଙ୍କର ବାସ ଅଛି। ସମସ୍ତ ବ୍ରହ୍ମାଣ୍ଡରେ କୋଣରେ ରହିଥିବା ଉର୍ଜା ଶିବ ହିଁ ଅଟନ୍ତି। ଶିବ ହିଁ ଆଦି ଏବଂ ଶିବ ହିଁ ଅନ୍ତ। ଆପଣ ଯେବେ ବି ପୂଜା କରିବାକୁ ବସନ୍ତି, ସେତେବେଳେ ଆପଣଙ୍କ କନେକ୍ସନ୍ ଈଶ୍ୱରଙ୍କ ସାଥିରେ ହୋଇଥାଏ। ଈଶ୍ୱର ସର୍ବବ୍ୟାପୀ ଅଟନ୍ତି। ସମସ୍ତ ସଜୀବ ଏବଂ ନିର୍ଜୀବ ବସ୍ତୁରେ ତାଙ୍କର ବାସ ହୋଇଥାଏ। ଏହି ପ୍ରକାରରେ ଯେତେବେଳେ ଆପଣଙ୍କ ଅନ୍ତରର ଆତ୍ମା ଭଗବାନଙ୍କ ସହ ଯୋଡ଼ି ହୋଇଯାଏ, ତେବେ ସେତେବେଳେ ଈଶ୍ୱର ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି। ବେଳେବେଳେ ଏହାକୁ ଆମେ ଜାଣିପାରନ୍ତି ନାହିଁ। ସର୍ବବ୍ୟାପୀ ସମସ୍ତ ଜୀବଜନ୍ତୁଙ୍କ ଦେହରେ ରହିଥାନ୍ତି। ଯେତେବେଳେ ଆମେ ତାଙ୍କୁ ପୂଜା କରୁ ତ ପୁରା ପରିବେଶ ସକାରାତ୍ମକ ଉର୍ଜାରେ ଭରି ହୋଇଯାଏ ଏବଂ ଏହି କାରଣରୁ ଆମକୁ ଉତ୍ତମ ଅନୁଭବ ହୋଇଥାଏ। ଦୁଃଖ ବି ଖୁସିରେ ବଦଳିଯାଏ, କାରଣ ଏହି ସକାରାତ୍ମକ ଉର୍ଜା ହିଁ ପ୍ରଭାବଶାଳୀ ହୋଇଥାଏ। ଅନେକ ସମୟରେ ପାଠ ପଢ଼ିବା ବେଳେ ମା ସରସ୍ୱତୀଙ୍କ ଧ୍ୟାନ କରିଥାଉ, ତ ସେତେବେଳେ ଅଚାନକ ଆଖିରୁ ଲୁହ ଆସିଯାଇଥାଏ। ତେବେ ଏମିତି ହେବା କାରଣ ଏହା କି ମା ସରସ୍ୱତୀଙ୍କ କୃପା ସେହି ବିଦ୍ୟାର୍ଥୀ ଉପରେ ବନୁଛି। ଏହା ବ୍ୟତୀତ ଯେବେ ଆମେ ଈଶ୍ୱରଙ୍କ କିଛି କାହାଣୀ ଶୁଣିଥାଉ, ସେତେବେଳେ ଆମ ଆଖିରେ ଲୁହ ଆସିଯାଏ। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ ମଧ୍ୟ ଏପରି ଅନୁଭବ ହେଉଛି, ତେବେ ଏହାର କାରଣ ଈଶ୍ୱରଙ୍କ କୌଣସି ସଂକେତ ହୋଇପାରେ। ତେବେ ଆଜି ଏହି ଭିଡ଼ିଓରେ ଆମେ ଏହି ବିଷୟରେ କହିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା। ଆଖିରେ ଲୁହ ଆସିବ ଅନେକ ସମୟରେ ଦେଖାଯାଏ। ଆପଣଙ୍କ ଈଶ୍ୱରଙ୍କୁ ପୂଜା କରିବା ସମୟରେ ଆପଣଙ୍କ ଆଖିରେ ଲୁହ ଆସିଯାଇଥାଏ। ତେବେ ଏହା ହେବାର ସଂକେତ ହେଉଛି ଆପଣଙ୍କ ଆତ୍ମା ଈଶ୍ୱରଙ୍କ ସହ ଯୋଡ଼ି ହୋଇଯାଇଛି। ସେଥିପାଇଁ ଆପଣଙ୍କୁ ତାଙ୍କର ଉର୍ଜା ଅନୁଭବ ହେଉଛି। ତେବେ ଏହି ସମୟରେ ଭଗବାନଙ୍କୁ ଯାହା ମାଗିବେ, ଭଗବାନ ଦେଇଥାନ୍ତି। ଅନେକ ଲୋକ ଏହାକୁ ସଂଯୋଗ ଭାବିଥାନ୍ତି, କିନ୍ତୁ ପ୍ରକୃତରେ ଈଶ୍ୱରଙ୍କୁ ନିଜ ମନର କଥା କହିବାର ଏହା ହିଁ ସର୍ବୋତ୍ତମ ସମୟ ହୋଇଥାଏ। ଏହା ବ୍ୟତୀତ ଆଖିରେ ଲୁହ ଆସିବାର ଏହା ମଧ୍ୟ କାରଣ ହୋଇଥାଏ କି ଆପଣଙ୍କ ଅନ୍ତର ମନ ଶୁଦ୍ଧ ହେଉଛି। ସବୁ ଖରାପ ଆପଣଙ୍କଠୁ ଦୂର ହେଉଛି। ଜଳୁଥିବା ଦୀପର ଜ୍ୟୋତି ବଢ଼ିଯିବା ଅଗ୍ନି ପାଞ୍ଚତତ୍ତ୍ୱରୁ ଗୋଟିଏ ହୋଇଥାଏ। ସେଥିରେ ଭଗବାନ ଶଙ୍କରଙ୍କ ବାସ ହୋଇଥାଏ। ତେବେ ବନ୍ଧୁଗଣ, ଯଦି ଆପଣ ପୂଜା କରୁଥିବା ସମୟରେ ଅଚାନକ ଦୀପର ଜ୍ୟୋତି ବଢ଼ିଯାଏ, ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜାରେ ପ୍ରସନ୍ନ ହୋଇଛନ୍ତି। ତେବେ ଏହି ସମୟରେ ମନସ୍କାମନା
କାମନା କହିବା ଦ୍ୱାରା ଭଗବାନ ପୂରା କରିଥାନ୍ତି। ଧୂପର ଧୂଆଁ ଯଦି ଆପଣ ପୂଜା କରିବା ସମୟରେ ଆପଣ ଜଳେଇଥିବା ଧୂପର ଧୂଆଁ ଈଶ୍ୱରଙ୍କ ପଟକୁ ଯାଉଛି, ତେବେ ଏହା ବୁଝିଯିବା ଉଚିତ କି ଈଶ୍ୱର ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଛନ୍ତି। ଫୁଲ ପଡ଼ିଯିବା। ଆପଣ ପୂଜା କରୁଥିବା ସମୟରେ ଯଦି କୌଣସି ଫୁଲ ଭଗବାନଙ୍କ ମୁଣ୍ଡରୁ ଖସି ଆପଣଙ୍କ ପାଖରେ ପଡ଼ୁଛି, ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଛନ୍ତି। ଗାଈର ଦ୍ୱାରକୁ ଆସିବା। ଯଦି ଆପଣ ମହାଦେବଙ୍କୁ ପୂଜା କରିବା ସମୟରେ କିମ୍ବା କୌଣସି ଦିନ ପୂଜା କରିବା ସମୟରେ କୌଣସି ଗାଈ ଆପଣଙ୍କ ଘର ଦ୍ୱାର ପାଖକୁ ଆସିଯାଇଛି, ତେବେ ତାକୁ ଖାଦ୍ୟ ଦେଇ ପ୍ରଣାମ କରିବା ଉଚିତ। ଏହା ମଧ୍ୟ ଭଗବାନଙ୍କ ସଂକେତ ହୋଇଥାଏ। ଏହାଦ୍ୱାରା ଶୁଭ ଫଳ ମିଳିଥାଏ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦେବେ ତାକି ଭିଡ଼ିଓଟି ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଜୟ ଜଗନ୍ନାଥ। ଧନ୍ୟବାଦ।